ଇସ୍କନ ଦ୍ୱାରା ଯେଉଁ ଅଦିନିଆ ଆମର ସ୍ନାନ ପୂର୍ଣ୍ଣମୀ ହଉ କି ରଥଯାତ୍ରା ହଉ, ତାକୁ ତ ନିଶ୍ଚିତ ଭାବେ ସେ ଦୁର୍ଭାଗ୍ୟଜନକ। ବର୍ତ୍ତମାନ ଆମର ଜଗନ୍ନାଥଙ୍କର ଆଦ୍ୟ ସେବକ ଚଳନ୍ତି ବିଷ୍ଣୁ ଗଜପତି ମହାରାଜ ମଧ୍ୟ ଅନୁରୋଧ କରିଥିଲେ ଇସ୍କନକୁ ଯେ ସିଏ ଏଭଳି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ ଏବଂ ଶାସ୍ତ୍ର ସମ୍ମତ ଜଗନ୍ନାଥଙ୍କର ଯେଉଁ ରହିଛି ରଥଯାତ୍ରା ହଉ ସ୍ନାନ ଯାତ୍ରା ହଉ ତାଙ୍କର ଯାହା ବିଧିବିଧାନ ରହିଛି ତାକୁ ଶାସ୍ତ୍ର ସମ୍ମତ ଅନୁସାରେ ପୁରୀ ଶ୍ରୀମନ୍ଦିରରେ ଯେଉଁଭଳି ଭାବରେ ହେଉଛି ଠିକ୍ ସେଇଭଳି ଭାବରେ ପାଳନ କରାଯାଉ। କିନ୍ତୁ ଦୁର୍ଭାଗ୍ୟଜନକ ଯେ କିଛି ଦିନ ତଳେ ଯେଉଁ ରିପୋର୍ଟ ଆସିଛି ଯେ ତାଙ୍କର ଯେଉଁ ଇଣ୍ଟରନ୍ୟାସନାଲ ଇସ୍କନର ସଂସ୍ଥା ଅଛନ୍ତି ସେମାନେ ତାକୁ ଅଗ୍ରାହ୍ୟ କରିଛନ୍ତି ଆଉ କହିଛନ୍ତି କୌଣସି ସ୍କୋପ୍ ନାହିଁ। ତାହା ସମଗ୍ର ଆମର ଜଗନ୍ନାଥ ଭକ୍ତଙ୍କୁ ଆଘାତ ଦେଇଛି। ଆମେ ଅନୁରୋଧ କରିବୁ ଯେ ଇସ୍କନ ଏଇଭଳି କାମରୁ ନିଜକୁ ଦୂରେଇ ରଖୁ। ପୁରୀ ଗଜପତି ମହାରାଜ ଯେଉଁ ସଜେସନ୍ ଦେଇଛନ୍ତି ସେ ସଜେସନ୍ ଅନୁସାରେ ସମଗ୍ର ବିଶ୍ୱରେ ଜଗନ୍ନାଥଙ୍କର ପୂଜା ପୁରୀ ଶ୍ରୀମନ୍ଦିରର ରୀତିନୀତି ଅନୁସାରେ ପୁରୀ ଶ୍ରୀମନ୍ଦିରରେ ଧାର୍ଯ୍ୟ ତିଥି ଅନୁସାରେ ତାଙ୍କର ସ୍ନାନ ପୂର୍ଣ୍ଣିମା ବା ରଥଯାତ୍ରା ତାକୁ କରାଯାଉ ସମଗ୍ର ବିଶ୍ୱରେ। ଯଦି ୟାକୁ ନ କରାଯାଏ କି ଭବିଷ୍ୟତରେ ଯଦି ଏଇଭଳି କାର୍ଯ୍ୟଠାରୁ ସେମାନେ ଯେଉଁ କରୁଛନ୍ତି ଯେଉଁଟାକି ଜଗନ୍ନାଥ ଭକ୍ତଙ୍କୁ ଆଘାତ ଦେଇଛି, ଯଦି ସେମାନେ ଏଭଳି କାର୍ଯ୍ୟକ୍ରମ ଚାଲୁ ରଖିବେ ତାହେଲେ ନିଶ୍ଚିତ ଭାବରେ ଇସ୍କନ ପ୍ରତି ଜଗନ୍ନାଥ ଭକ୍ତଙ୍କର ଆକ୍ରୋଶ ବଢ଼ିବ ଏବଂ ଆଜି ପର୍ଯ୍ୟନ୍ତ ସେମାନେ ଯାହା କାର୍ଯ୍ୟକ୍ରମ ସେମାନେ କରିଛନ୍ତି ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ତାହା ଲୋକମାନେ ଯେଉଁ ଗୋଟେ ଭଲ ଢଙ୍ଗରେ ତାକୁ ନେଉଥିଲେ ଆଗାମୀ ଦିନରେ କେବେ ତାହାକୁ ଗ୍ରହଣ କରିବେ ନାହିଁ। ଲୋକଙ୍କ ମନରେ ୟା ଦ୍ୱାରା ଗୋଟେ ସନ୍ଦେହ ସୃଷ୍ଟି ହେଉଛି ଯେ ଜଗନ୍ନାଥଙ୍କର ଯେଉଁ କଲଚର ଅଛି, ଜଗନ୍ନାଥଙ୍କର ଯେଉଁ ପୂଜାର ବିଧି ବ୍ୟବସ୍ଥା ଅଛି ତାକୁ କେଉଁଠି ବିଗାଡ଼ିବାର କାମ ଇସ୍କନ କରୁଛି ଏବଂ ଆମେ ଅନୁରୋଧ କରିବୁ ସିଏ ଏଭଳି କାର୍ଯ୍ୟଠାରୁ ନିଜକୁ ଦୂରେଇ ରଖନ୍ତୁ। ମଧ୍ୟ ଖଣ୍ଡପଡ଼ାରେ ବି ମଧ୍ୟ ଜଗନ୍ନାଥଙ୍କର ମନ୍ଦିର ରହିଛି ଏବଂ ଜଗନ୍ନାଥଙ୍କର ମନ୍ଦିରରେ ଆମେ ମଧ୍ୟ ଆଜି ହେରିଡିଟି ଟ୍ରଷ୍ଟି ହିସାବରେ ପ୍ରଭୁ ଜଗନ୍ନାଥଙ୍କର ଆଜି ଖଣ୍ଡପଡ଼ା ରାଜବଂଶର 15ତମ ପିଢ଼ି ହିସାବରେ ଆମେ ନିରନ୍ତର ଭାବରେ ଜଗନ୍ନାଥଙ୍କର ସେବା କରି ଆସିଛୁ। ଆଜି ମଧ୍ୟ ବି ଖଣ୍ଡପଡ଼ା ଜଗନ୍ନାଥଙ୍କ ମନ୍ଦିରରେ ପୁରୀର ରୀତିନୀତି ଅନୁସାରେ ପୁରୀରେ ଯେଉଁଭଳି ଭାବରେ ପୂଜା କରାଯାଉଛି ଜଗନ୍ନାଥଙ୍କର ଯେଉଁ ତିଥିରେ କରାଯାଉଛି ଠିକ୍ ସେଇଭଳି ଭାବରେ ସମାନ ଭାବରେ ଖଣ୍ଡପଡ଼ାରେ ବି ଅନୁସରଣ କରିକି ଆମେ ଜଗନ୍ନାଥଙ୍କର ପୂଜା କରି ଆସୁଛୁ। ଆଉ ଯେତିକି ମୋର ଜ୍ଞାନ ଅଛି, ଯେତିକି ମୁଁ ଜାଣିଛି, ଓଡ଼ିଶାରେ ଯେତେକ ଗଡ଼ଜାତ ଅଛି ଯେଉଁଠି ପୁରାତନ ଜଗନ୍ନାଥ ମନ୍ଦିର ଅଛନ୍ତି ସେଇଠି ଯେଉଁ ରାଜ ପରିବାର ମାନେ ଯେଉଁଠି ଦାୟିତ୍ୱରେ ଅଛନ୍ତି ସେଇଠି ସମାନ ଭାବରେ ପୁରୀର ଯେଉଁ ରୀତିନୀତି ଅଛି ତାକୁ ଅନୁସରଣ କରିକି ମନ୍ଦିରର ପରିଚାଳନା ହେଉଛି ଏବଂ ଠାକୁରଙ୍କର ପୂଜା ଅର୍ଚ୍ଚନା ହେଉଛି। ତ ଯଦି ସମଗ୍ର ଓଡ଼ିଶାରେ ଏଇଭଳି ଭାବରେ ହେଉଛି ଆଉ ଓଡ଼ିଶା ବାହାରେ ଦିଲ୍ଲୀରେ ହଉ, ବମ୍ବେରେ ହଉ କି ଅନ୍ୟ ଯେକୌଣସି ଜାଗାରେ ହଉ ଜଗନ୍ନାଥ ମନ୍ଦିର ଅଛି ସେଠି ଯଦି ଶ୍ରୀମନ୍ଦିରର ରୀତିନୀତି ଅନୁସାରେ ପୂଜା ହେଇପାରୁଛି ତାହେଲେ କାହିଁକି ବିଦେଶରେ ବି ହଉ ତାହେଲେ କାହିଁକି ଇସ୍କନ ୟାକୁ କରିପାରିବ ନାହିଁ। ଆମେ ଆଶା କରୁଛୁ ଯେ ଇସ୍କନ ନିଶ୍ଚିତ ଭାବରେ ପୁରୀ ଗଜପତି ମହାରାଜଙ୍କର ଯେଉଁ ନିର୍ଦ୍ଦେଶ ଅଛି, ତାଙ୍କର ଯେଉଁ ସଜେସନ୍ ଅଛି ତାକୁ ସେ କାର୍ଯ୍ୟକାରୀ କରିବେ।